ସତ୍ୟମ୍ ବ୍ରୁୟାତ୍ ଅନ୍ଧର ଠାକୁର ଦର୍ଶନ। ଅନ୍ଧଟିଏ ଗାଁରେ ଗୋटे ଗଛ ମୂଳେ ବସି ଧ୍ୟାନର ସହ ଭଗବତ ଗୀତା ପଢ଼ୁଥିଲା। ଗୀତାର ପ୍ରତିଟି ଶ୍ଲୋକ ଉପରେ ହାତ ବୁଲେଇ ଅତି ଭାବର ସହ ପଢ଼ୁଥିଲା। ଆଖିରୁ ତାର ଝରଝର ହୋଇ ଲୁହ ବାହାରି ପଡ଼ୁଥିଲା। ବେଳେବେଳେ ଅତି ଭାବାସକ୍ତ ହୋଇ ଗୀତାଟିକୁ ଛାତିରେ ଚାପି କୁଣ୍ଢେଇ ପକାଉଥିଲା, ଆଉ ଗୁଣୁଗୁଣୁ ହୋଇ ମନକୁ ମନ କଥାବାର୍ତ୍ତା ହେଉଥିଲା। ଏହି ସମୟରେ ଚୈତନ୍ୟ ମହାପ୍ରଭୁ ସେଇ ବାଟ ହୋଇ ଯାଉଥିଲେ। ଅନ୍ଧଟିର ଭଗବତ ଗୀତା ପଢ଼ିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଓ ହସି ହସି ପଚାରିଲେ, ଆରେ ଅନ୍ଧ, ତୁ କ'ଣ ଭଗବତ ଗୀତା ପଢ଼ୁଛୁ? ତୁ କ'ଣ ସେଥିରୁ ବୁଝୁଛୁ ଯେ ଏତେ ଆନନ୍ଦରେ ଗଦଗଦ ହୋଇ କାନ୍ଦି ପକାଉଛୁ? ଅନ୍ଧଟି କହିଲା, ମହାପ୍ରଭୁ, ମୁଁ ଭଗବତ ଗୀତା ଦେଖିପାରୁନାହିଁ କି ପଢ଼ିପାରୁନାହିଁ ସତ, କିନ୍ତୁ ଛୁଇଁ ତ ପାରୁଛି। ଯେତେବେଳେ ମୁଁ ପ୍ରତି ପୃଷ୍ଠାର ଅକ୍ଷର ଗୁଡ଼ିକ ଛୁଉଁଛି, ମୋତେ ଲାଗୁଛି ଯେ ମୁଁ ଭଗବାନଙ୍କର ଓଠ ଦୁଇଟିକୁ ସ୍ପର୍ଶ କରୁଛି। ଏହା ତାଙ୍କ ମୁଖ ନିଃସୃତ ବାଣୀ। ମୋର ଦେଖିବା ପଢ଼ିବା କ'ଣ ଦରକାର? ମୁଁ ସିଧା ତାଙ୍କୁ ଛୁଇଁ ପାରୁଛି, ଆଉ ତାଙ୍କ ଓଠକୁ ସ୍ପର୍ଶ କରି ସେ କ'ଣ କରୁଛନ୍ତି ମୁଁ ଅକ୍ଷର ଅକ୍ଷର ବୁଝିପାରୁଛି। ପାଠକଗଣ, ଅନ୍ଧ ଭକ୍ତଟିଏ ହୁଏତ ଭଗବାନଙ୍କୁ ଦେଖିନପାରେ, କିନ୍ତୁ ଏଥିପାଇଁ ତା'ର ଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ସେ ଭଗବାନଙ୍କୁ ଦେଖି ନପାରିଲେ କ'ଣ ହେଲା? ଭଗବାନ ତ ତାକୁ ଦେଖିପାରୁଛନ୍ତି। ସମସ୍ତେ ତ ଭଗବାନଙ୍କୁ ଦେଖୁଛନ୍ତି, କିନ୍ତୁ ଭଗବାନ କେତେ ଲୋକକୁ ଦେଖୁଛନ୍ତି? ଅନ୍ଧଟିଏ ମନ୍ଦିର ଯାଉଛି, ପୂଜା ଅର୍ଚ୍ଚନା କରୁଛି, ଠାକୁରଙ୍କୁ ଘିଅ ଦୀପ ଦେଉଛି ଓ ତାକୁ ସାମ୍ନାରେ ଦେଖି ଭାବବିହ୍ୱଳ ହୋଇପଡ଼ୁଛି। ଆପଣ ଭାବୁଥିବେ, ସେ ତ ଅନ୍ଧ, ଆଉ ସେ କ'ଣ ଠାକୁରଙ୍କୁ ଦର୍ଶନ କରିବ? କିନ୍ତୁ ପ୍ରଶ୍ନ ଉଠେ, କିଏ କାହାକୁ ଦର୍ଶନ କରିବା ଶ୍ରେୟସ୍କର? ଆପଣ ଠାକୁରକୁ ନା ଠାକୁର ଆପଣଙ୍କୁ? ମୁଁ ଭାବିବାରେ ଆମେ ଆଖି ଖୋଲି ଯେତେବେଳେ ଠାକୁରଙ୍କୁ ଦର୍ଶନ କରୁଛୁ, ଠାକୁରଙ୍କ ଆଖି ସେତେବେଳକୁ ପ୍ରାୟ ବନ୍ଦ ଥାଏ। କିନ୍ତୁ ଅନ୍ଧଟିଏ ଯାହାର ଆଖି ଯୋଡ଼ିକ ବନ୍ଦ ଥାଏ, ସେ ମନ୍ଦିରରେ ପହଞ୍ଚିଗଲା କ୍ଷଣି ତାକୁ ଦେଖି ଠାକୁର ଆଖି ଯୋଡ଼ି ଖୋଲି ଦିଅନ୍ତି। ଦାସିଆ ବାଉରୀ କଥା ଟିକେ ଭାବନ୍ତୁ। ଜାତିରେ ଅଛୁଆଁ ଜଗନ୍ନାଥଙ୍କ ମନ୍ଦିର ଭିତରକୁ ଯିବାକୁ ତାକୁ ମନା ହୋଇପାରେ, କିନ୍ତୁ ଜଗନ୍ନାଥଙ୍କୁ ତ ବାହାରକୁ ଆସିବାକୁ କୌଣସି ମନା ନାହିଁ। ତେଣୁ ସେ ନିଜେ ଚାଲି ଆସିଲେ ତା'ର ଭୋଗ ନଡ଼ିଆଟିକୁ ଗ୍ରହଣ କରିବା ପାଇଁ। ଆପଣ ଜଗନ୍ନାଥଙ୍କ ପାଖକୁ ଦର୍ଶନ କରିବାକୁ ଯାଉଛନ୍ତି, କିନ୍ତୁ ଜଗନ୍ନାଥ ଯଦି ଆପଣଙ୍କ ପାଖକୁ ଦର୍ଶନ ପାଇଁ ଚାଲି ଆସୁଥାନ୍ତେ, ତେବେ କେତେ ଭଲ ହୁଅନ୍ତା। ଏଠି ଗୋଟେ ଛୋଟିଆ ଘଟଣାଟିଏ ଲେଖୁଛି। ଥରେ ଗୋଟେ ରେଷ୍ଟୁରାଣ୍ଟ ଭିତରେ ଜଣେ ସ୍ତ୍ରୀ ଲୋକ ଖୁବ୍ ଜୋରରେ ଚିତ୍କାର କରୁଥିଲେ। ତାଙ୍କୁ ସମସ୍ତେ କ'ଣ ହେଲା ବୋଲି ପ୍ରଶ୍ନ କରିବାରୁ ସେ ତାଙ୍କ ପାଖରେ ବସିଥିବା ଜଣେ ଭଦ୍ର ବ୍ୟକ୍ତିଙ୍କୁ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଥିବାର ଅଭିଯୋଗ କରିଥିଲେ। ଇଏ ମୋ ହାତକୁ ଜବରଦସ୍ତ ଧରୁଛନ୍ତି, ଆଉ ମୁଁ ଯେତେ ବାଧା ଦେଲେ ବି ମୋ କାନ୍ଧ ଉପରେ ହାତ ପକାଇ ମୋତେ ଜବରଦସ୍ତ ଖୁଆଇବାକୁ ଚେଷ୍ଟା କରୁଛନ୍ତି। ଲୋକମାନେ ବ୍ୟକ୍ତି ଜଣକୁ ଘେରି ଯାଇ ଏପରି ଅସଭ୍ୟ ବ୍ୟବହାରର କାରଣ କ'ଣ ବୋଲି ପ୍ରଶ୍ନ କରିବାରୁ ସେ କହିଲେ, ଏ ଭଦ୍ର ମହିଳା ହେଉଛନ୍ତି ମୋ ସ୍ତ୍ରୀ। ନିକଟରେ ଆଲଜିମର ରୋଗ ଦ୍ୱାରା ସେ ନିଜର ସ୍ମରଣ ଶକ୍ତି ହରାଇ ବସିଛନ୍ତି ଓ ମୋତେ ଚିହ୍ନି ନ ପାରି ଏମିତି ଅଭିଯୋଗ ଆଣିଛନ୍ତି। ଲୋକମାନେ ପ୍ରଶ୍ନ କଲେ, ସେ ଯଦି ଆପଣଙ୍କୁ ଚିହ୍ନି ପାରୁନାହାନ୍ତି, ତେବେ ତାକୁ ଏତେ ବଡ଼ ରେଷ୍ଟୁରାଣ୍ଟକୁ ଆଣି ପ୍ରେମରେ ଖୁଆଇବାରେ ଆପଣଙ୍କୁ କି ଆନନ୍ଦ ମିଳୁଛି? ଭଦ୍ର ବ୍ୟକ୍ତି ଜଣକ ଉତ୍ତର ଦେଇଥିଲେ ଯେ ସେ ସିନା ମୋତେ ତା ସ୍ୱାମୀ ବୋଲି ଚିହ୍ନି ପାରୁନି, ହେଲେ ମୁଁ ତ ତାକୁ ମୋ ସ୍ତ୍ରୀ ବୋଲି ଚିହ୍ନି ପାରୁଛି। ତେଣୁ ଏଥିରେ ଅସୁବିଧା ରହିଲା କେଉଁଠି? ରୋଗାକ୍ରାନ୍ତ ହୋଇ ସେ ଅସହାୟା ହୋଇପଡ଼ିଛି, ଆଉ ମୋତେ ତା ସ୍ୱାମୀ ବୋଲି ଅବଶ୍ୟ ଜାଣିପାରୁନି, କିନ୍ତୁ ମୁଁ ତ ଜାଣିପାରୁଛି ସେ ମୋ ସ୍ତ୍ରୀ ବୋଲି। ତେଣୁ ମୁଁ ତାକୁ ମୋ ସ୍ନେହ ଓ ପ୍ରେମ ପ୍ରଦର୍ଶନରୁ କାହିଁକି ବଞ୍ଚିତ କରିବି? ଛୋଟ ପିଲାଟିଏ ଅବୁଝା ହେଉଛି, ଆପଣଙ୍କର ବାରଣ ସତ୍ତ୍ୱେ ବଦମାସି କରୁଛି। ଆପଣଙ୍କ ଟେବୁଲ ଉପରେ ଥିବା ଦାମୀ କଲମ ଓ ଦରକାରୀ କାଗଜପତ୍ର ସବୁ ଫୋପାଡ଼ି ପକାଉଛି। ଘରେ ସଜେଇଥିବା ଅନେକ ମହଙ୍ଗା କାଚ ଓ ମାର୍ବଲ ସାମଗ୍ରୀ ସବୁ ଭାଙ୍ଗି ପକାଉଛି। ଆପଣଙ୍କୁ ତା ଟିକି ଟିକି ଦାନ୍ତରେ କାମୁଡ଼ି ଦେଉଛି। ତା ଛୋଟ ଛୋଟ ମୁନିଆ ନଖରେ ଆଞ୍ଚୁଡ଼ି ପକାଉଛି। ସେତେବେଳେ ଆପଣ କ'ଣ କରୁଛନ୍ତି? ତାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କି ନାହିଁ?
ସେ ସିନା ଜାଣିପାରୁନି ଆପଣ ତା ବାପା ବୋଲି, କିନ୍ତୁ ଆପଣ ତ ଜାଣିପାରୁଛନ୍ତି ଯେ ସେ ଆପଣଙ୍କର ପୁଅ ବୋଲି, ସେତିକି ହିଁ ଯଥେଷ୍ଟ। ଅନେକ ପିଲା ବଡ଼ ହେଲା ପରେ ବି ଏହାର ପୁନରାବୃତ୍ତି କରିଥାନ୍ତି। ମା' ବାପାଙ୍କୁ ହତାଦର କରିଥାନ୍ତି, ଅନେକ ସମୟରେ ମାରଧର ବି କରିଥାନ୍ତି। ସେତେବେଳେ ବି ସେମାନେ ଜାଣିପାରନ୍ତି ନାହିଁ ଯେ ଏମାନେ ହେଉଛନ୍ତି ଦେବତୁଲ୍ୟ। କିନ୍ତୁ ମା' ବାପାମାନେ ସେମାନଙ୍କୁ ଅଧମ ଓ ଅବୋଧ ବୋଲି କ୍ଷମା କରିଦେଇଥାନ୍ତି। ଏମିତି ଗୋଟେ କଥା ଆମେ ପିଲାଦିନେ ପଢ଼ିଛୁ ଯେ ପୁଅଟିଏ ତା ସ୍ତ୍ରୀକୁ ସନ୍ତୁଷ୍ଟ କରିବାକୁ ଯାଇ ତା ମାଆର କଲିଜାକୁ କାଟି ନେଇ ସ୍ତ୍ରୀକୁ ଉପହାର ଦେବାକୁ ନେଉଥିଲା। ବାଟରେ ଝୁଟି ପଡ଼ି ପୁଅଟିର ଗୋଡ଼ ଖଣ୍ଡିଆ ହୋଇ ଯେତେବେଳେ ରକ୍ତ ବାହାରିବାକୁ ଲାଗିଲା, ତା ମାଆର କଲିଜାଟି ସାଙ୍ଗେ ସାଙ୍ଗେ କହି ଉଠିଲା, ଝୁଣ୍ଟିଲୁ କିରେ ପୁଅ, ରକ୍ତ ବାହାରିଲା କି? ପୁଅରେ ଟିକେ ଦେଖିକି ଚାଲେ। ପୁଅ ସିନା ସ୍ତ୍ରୀ ପ୍ରେମରେ ଅନ୍ଧ ହୋଇ ମାଆକୁ ଦେଖିପାରୁନି, କିନ୍ତୁ ମାଆ ତ ମଲା ପରେ ବି ପୁଅ ପ୍ରେମରେ ଅନ୍ଧ ହୋଇ ରହିଛି। ବିଛାଟିଏ ପାଣିରେ ବୁଡ଼ି ଯାଉଥିଲା। ସାଧୁ ମହାତ୍ମା ଜଣେ ତାକୁ ବଞ୍ଚେଇବାକୁ ଚେଷ୍ଟା କଲେ। ବିଛା କିନ୍ତୁ ଜାଣିପାରୁନି ଯେ ସାଧୁ ତାକୁ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି, ତେଣୁ ସେ ବାରମ୍ବାର ତାକୁ ଚୋଟ ମାରିବାରେ ଲାଗିଛି। ସାଧୁ ରକ୍ତାକ୍ତ ହୋଇଗଲେଣି, ତଥାପି ସେ ବିଛାଟିକୁ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି। ବାଟୋଇ ଜଣେ ସାଧୁଙ୍କୁ କହିଲା, ମହାଶୟ, ବିଛାଟି ଆପଣଙ୍କୁ ବାରମ୍ବାର କାମୁଡ଼ୁଛି, ଆଉ ଆପଣ ତଥାପି ତାକୁ ବଞ୍ଚେଇବାକୁ ଚେଷ୍ଟା କାହିଁକି କରୁଛନ୍ତି? ସାଧୁ ମହାତ୍ମା ଉତ୍ତର ଦେଇଥିଲେ, ବିଛାଟି ହେଉଛି ମୂର୍ଖ, କାମୁଡ଼ିବା ହେଉଛି ତା'ର ଧର୍ମ। ସେ ଜାଣିପାରୁନାହିଁ ଯେ ମୁଁ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି, କିନ୍ତୁ ମୁଁ ତ ମୂର୍ଖ ନୁହଁ। ବିପଦଗ୍ରସ୍ତକୁ ସାହାଯ୍ୟ କରିବା ହେଉଛି ମୋର ଧର୍ମ, ଆଉ ମୁଁ କିପରି ମୋ ଉଦ୍ୟମ ପରିତ୍ୟାଗ କରିଦେବି? କଥା ହେଉଛି ଆପଣ ମୂର୍ଖ ହୁଅନ୍ତୁ କି ପଣ୍ଡିତ ହୁଅନ୍ତୁ, ଅନ୍ଧ ହୁଅନ୍ତି କି ଛୋଟା ହୁଅନ୍ତୁ, ଛୁଆଁ ହୁଅନ୍ତି କି ଅଛୁଆଁ ହୁଅନ୍ତୁ, ଏହା ଆପଣଙ୍କର ଭଗବତ ପ୍ରାପ୍ତି ହେବା ପାଇଁ କେବେ ବାଧକ ହୁଅନ୍ତି ନାହିଁ। ଅନ୍ଧଟିଏ ଭଗବତ ଗୀତା ଭଗବାନଙ୍କ ଓଠକୁ ଛୁଇଁ ପଢ଼ିପାରୁଛି ଓ ସେ ଠାକୁରଙ୍କୁ ଦର୍ଶନ ନ କରିପାରିଲେ କ'ଣ ହେଲା? ଠାକୁର ତାକୁ ଦର୍ଶନ ଦେଉଛନ୍ତି। ଅଛୁଆଁ ଲୋକଟି ମନ୍ଦିର ଭିତରକୁ ଯାଇପାରୁନାହିଁ ସିନା, କିନ୍ତୁ ଠାକୁର ତା ପାଇଁ ବାହାରକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି। ସ୍ତ୍ରୀଟି ସ୍ୱାମୀକୁ ଚିହ୍ନି ପାରୁନାହିଁ ସିନା, କିନ୍ତୁ ସ୍ୱାମୀ ତାକୁ ଚିହ୍ନି ତା'ର ପ୍ରେମ ପ୍ରଦର୍ଶନ କରୁଛି। ଛୋଟ ଛୁଆଟେ ହେଉ କି ମୂର୍ଖ ପୁଅଟେ ହେଉ, ବାପା ମାଆଙ୍କୁ କଷ୍ଟ ଦେଉଛନ୍ତି, କିନ୍ତୁ ମା' ବାପାଙ୍କର ସେମାନଙ୍କ ପ୍ରତି ସ୍ନେହ ଓ ପ୍ରେମର କୌଣସି ପରିବର୍ତ୍ତନ ହେଉନାହିଁ। ବିଛାଟି ସାଧୁଙ୍କୁ ବାରମ୍ବାର କାମୁଡ଼ୁଛି, କିନ୍ତୁ ସାଧୁ ମହାତ୍ମା ଏହା ବିଛାର ମୂର୍ଖାଇ ବୋଲି ଗ୍ରହଣ କରି ତାକୁ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି। ସନ୍ଥ କବି ଭୀମ ଭୋଇ ଜନ୍ମରୁ ଅନ୍ଧ ଥିଲେ, କିନ୍ତୁ ଭଗବାନଙ୍କୁ ସେ ସର୍ବଦା ତାଙ୍କ ଦିବ୍ୟ ଚକ୍ଷୁରେ ଦର୍ଶନ କରିପାରୁଥିଲେ। କବିର ଜାତିରେ ତନ୍ତୀ ଥିଲେ ଓ ଲୁଗା ବୁଣି ଜୀବିକା ନିର୍ବାହ କରୁଥିଲେ, କିନ୍ତୁ ଲୁଗା ବୁଣିମା ସାଥିରେ ସେ ଭଗବତ ଦର୍ଶନର ଛାନ୍ଦ ବି ଗଣି ଦେଇପାରୁଥିଲେ। ଏମାନଙ୍କର ଠାକୁରଙ୍କ ପାଖରେ ପହଞ୍ଚିବା ପାଇଁ ତତ୍କାଳୀନ ସମାଜର ତଥାକଥିତ ସାଧନ ସବୁ ନଥିଲା, କିନ୍ତୁ ସତ କହିବାକୁ ଗଲେ ଏମାନେ ଠାକୁରଙ୍କ ପାଖରେ ପହଞ୍ଚି ନଥିଲେ, ବରଂ ଠାକୁର ଖୋଜି ଖୋଜି ଏମାନଙ୍କ ପାଖରେ ପହଞ୍ଚିଥିଲେ। ସମାପ୍ତ।